ଶ୍ରାବଣ ମାସର ଦିନ ଆକାଶ ସାରା କଳାହାଣ୍ଡିଆ ମେଘ ଘୋଟି ରହିଥାଏ। ସକାଳୁ ଆରମ୍ଭ ହୋଇଥିବା ଝିପଝିପ ବର୍ଷା ଦେଖୁ ଦେଖୁ କେତେବେଳେ ମୂଷଳ ଧାରାରେ ବର୍ଷି ଯାଇଥିଲା। ଗାଁ ଦାଣ୍ଡ ଘାଟ ସବୁ କାଦୁଅ ପାଣିରେ ପଚପଚ ହେଇଯାଉଥାଏ। ଏମିତି ଏକ ଧାର ଶ୍ରାବଣରେ ଗାଁର 2 ଜଣ ଅତି ଘନିଷ୍ଠ ଓ ନିବିଡ଼ ସାଙ୍ଗ ଚଗଲା ଓ ରୋଗା ଘରେ ବସି ସେମାନେ ବିରକ୍ତ ହେଇଯାଉଥିଲେ। ଧୀରେ ଧୀରେ ବର୍ଷା ଥମିବାକୁ ଲାଗିଲା। ଶେଷରେ 2 ଜଣ ଯାକ ଗୋଟିଏ ଛତା ଧରି ଗାଁ ମୁଣ୍ଡରେ ଥିବା ବଡ଼ ଜାମୁକୋଳି ଗଛ ଆଡ଼କୁ ବାହାରି ପଡ଼ିଲେ। ଭାବିଥିଲେ ବର୍ଷା ଦିନେ ପାଚିଲା ଜାମୁକୋଳି ଗୋଟା ଗୋଟା ହୋଇ ତଳେ ପଡ଼ିଥିବ, କିନ୍ତୁ ଗଛ ମୂଳେ ପହଞ୍ଚି ଦେଖନ୍ତି ତ ଗୋଟିଏ ହେଲେ ବି କୋଳି ତଳେ ପଡ଼ିନାହିଁ। ବୋଧହୁଏ ସକାଳୁ ସକାଳୁ ଗାଁର ଅନ୍ୟ ପିଲାମାନେ ସବୁ ଗୋଟାଇ ନେଇଥିଲେ। ଚଗଲା ରୋଗା ଆଡ଼କୁ ଚାହିଁ କହିଲା, ଆରେ ରୋଗା, ଏଠି ତ କିଛି ନାହିଁ, ଚାଲ ସେ ସାମ୍ନା ଜଙ୍ଗଲ କଡ଼କୁ ଯିବା। ସେଠି ଆହୁରି ବଡ଼ ଜାମୁକୋଳି ଗଛ ଅଛି, ହୁଏତ ସେଇଠି ଆମକୁ କିଛି ଜାମୁକୋଳି ମିଳିଯିବ। କୋଳି ଖାଇବା ଲୋଭରେ 2 ଜଣ ସାଙ୍ଗ ମିଶି ଜଙ୍ଗଲ ଆଡ଼କୁ ପାଦ ବଢ଼ାଇଲେ। କଥାବାର୍ତ୍ତା ହୋଇ କୋଳି ଖୋଜୁ ଖୋଜୁ ସେମାନେ କେତେବେଳେ ଯେ ଗାଁର ସୀମା ପାର ହୋଇ ଜଙ୍ଗଲର ଅତି ଗଭୀର ଭିତରକୁ ପଶିଗଲେଣି ସେମାନଙ୍କୁ ନିଜକୁ ବି ଜଣା ନଥିଲା। ଧୀରେ ଧୀରେ ବେଳ ବୁଡ଼ି ଆସୁଥାଏ। ବର୍ଷା ଯୋଗୁଁ ଜଙ୍ଗଲ ଭିତରଟା ନିଛାଟିଆ ଦେଖାଯାଉଥାଏ। ପକ୍ଷୀମାନେ ନିଜ ନିଜ ବସାକୁ ଫେରିବାକୁ ଲାଗନ୍ତି। ସେତେବେଳେ ଚଗଲା ଓ ରୋଗାର ମନକୁ ଆସିଲା ଯେ ସେମାନେ ରାସ୍ତା ହଜାଇ ସାରିଛନ୍ତି। ଚାରିଆଡ଼େ କେବଳ ଉଚ୍ଚା ଉଚ୍ଚା ଗଛ ଆଉ ଝିଙ୍କାରିର ଶବ୍ଦ। ଫେରିବାର କୌଣସି ରାସ୍ତା ନ ଦେଖି 2 ଜଣ ଯାକ ଡରି ଯାଇଥିଲେ। ସେତିକି ବେଳେ ସେମାନଙ୍କୁ ରାସ୍ତା କଡ଼ରେ ଏକ ବଡ଼ ପାହାଡ଼ିଆ ଗୁମ୍ଫା ଦେଖାଗଲା। ଗୁମ୍ଫାଟି ବେଶ ବଡ଼ ଦେଖାଯାଉଥିଲା। ଉଭୟଙ୍କ ମନରେ ପ୍ରବଳ ଭୟ ଜାଗ୍ରତ ହୋଇଯାଇଥିଲା। ରୋଗା ଥରି ଥରି କହିଲା, ଚଗଲା, କାଳେ ଗୁମ୍ଫା ଭିତରେ ବାଘ କି ଭାଲୁ ରହୁଥିବେ। ଚଗଲା ମନକୁ ଦୃଢ଼ କରି କହିଲା, ଆରେ ବାହାରେ ରହିଲେ ବର୍ଷାରେ ଭିଜି ଶୀତରେ ମରିଯିବା, ତା ଅପେକ୍ଷା ଏଇଠି ଆଶ୍ରୟ ନେଇଯିବାଟା ଭଲ ହବ। ଭଗବାନଙ୍କ ନାଁ ନେଇ ଚାଲ ଭିତରକୁ ଯିବା। 2 ଜଣ ଯାକ ଗଭୀର ନିଶ୍ୱାସ ମାରି ଉଭୟ ଗୁମ୍ଫା ଆଡ଼କୁ ଅଗ୍ରସର ହେଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଗୁମ୍ଫା ଭିତରେ କୌଣସି ହିଂସ୍ର ଜନ୍ତୁ ନଥିଲେ, ବରଂ ସେଠାରେ ଜଙ୍ଗଲର ଜଣେ ବୁଢ଼ା ଓ ବୁଢ଼ୀ ବାସ କରୁଥିଲେ। ବୁଢ଼ା ବୁଢ଼ୀ ବହୁତ ଦୟାଳୁ ଥିଲେ। ପିଲା 2ଟିକୁ ଭୟଭୀତ ଦେଖି ସେମାନେ ଦୁହିଁଙ୍କୁ ନିଆଁ ପୁଆଇବାକୁ ଦେଲେ ଓ ବୁଢ଼ୀ ମାଉସୀ ସେମାନଙ୍କୁ କିଛି ଖାଇବାକୁ ଦେଲା। ସେମାନେ କଥାବାର୍ତ୍ତା ହେଉଥିବା ବେଳେ ହଠାତ୍ ଜଙ୍ଗଲର ନିଛାଟିଆ ପରିବେଶରେ ଏକ ଜୋରଦାର କମ୍ପନ ସୃଷ୍ଟି ହେଲା। ଗଛପତ୍ର ସବୁ ଦୋହଲିବାକୁ ଲାଗିଲେ। ଏକ ବିଶାଳକାୟ ରାକ୍ଷସର ଗର୍ଜନରେ ସାରା ଅଞ୍ଚଳ ଥରି ଉଠିଲା। ବୁଢ଼ା ବୁଢ଼ୀଙ୍କ ମତରେ ସେହି ରାକ୍ଷସଟି ଜଙ୍ଗଲର ସବୁ ପଶୁପକ୍ଷୀମାନଙ୍କୁ ଡରେଇବା ସହ ହଇରାଣ ମଧ୍ୟ କରୁଥିଲା। ଠିକ୍ ସେତିକି ବେଳେ ସେହି ଗୁମ୍ଫା ଭିତରକୁ ଦୌଡ଼ି ଦୌଡ଼ି ଆସିଲା ଜଙ୍ଗଲର ଏକ ମହାବଳ ବାଘ। ଯେଉଁ ବାଘକୁ ଦେଖିଲେ ମଣିଷ ଡରନ୍ତି, ଆଜି ସେଇ ବାଘ ନିଜେ ଭୟରେ କାତର ହୋଇପଡ଼ିଥାଏ। ବାଘଟି ପିଲାମାନଙ୍କ ସାମ୍ନାରେ ଛିଡ଼ା ହୋଇ କହିବାକୁ ଲାଗିଲା, ଭାଇମାନେ, ମୋତେ ବଞ୍ଚାଅ, ବଞ୍ଚାଅ ମୋତେ। ସେହି ବିଶାଳ ରାକ୍ଷସଟି ମୋତେ ଖାଇବା ପାଇଁ ଗୋଡ଼ଉଛି। ସେ ମୋତେ ଜୀବନ୍ତ ଖାଇଯିବ। ରକ୍ଷା କର ମୋତେ, ବଞ୍ଚାଅ, ରକ୍ଷା କର ମୋତେ, ରକ୍ଷା କର। ବାଘର ଏଭଳି ଅବସ୍ଥା ଦେଖି ରୋଗା ଭୟରେ ଗୁମ୍ଫାର କଣରେ ଯାଇ ଲୁଚି ବସିଲା। କିନ୍ତୁ ଚଗଲା ନିଜର ସାହସ ହରାଇଲା ନାହିଁ। ଗୁମ୍ଫା ଭିତରୁ ଚଗଲା ଦେଖିବାକୁ ପାଇଲା ଗୁମ୍ଫା ବାହାରେ ସେହି ବିଶାଳକାୟ ରାକ୍ଷସଟି ଠିଆ ହୋଇଛି। ଧୀରେ ଧୀରେ ଚଗଲା ଗୁମ୍ଫା ବାହାରକୁ ଆସିଲା ଏବଂ ରାକ୍ଷସ ସାମ୍ନାରେ ନିର୍ଭୟରେ ଠିଆ ହେଲା। ରାକ୍ଷସଟି ରାଗରେ ନାଲି ଆଖି କରି ଗର୍ଜନ କରୁଥାଏ। ଡେରି ନକରି ଚଗଲା ରାକ୍ଷସଟିକୁ ଉଚ୍ଚ ସ୍ୱରରେ କହିବାକୁ ଲାଗିଲା, ହେ ରାକ୍ଷସ ଅଙ୍କଲ, ତୁମେ ଏତେ ଶକ୍ତିଶାଳୀ ହୋଇ ମଧ୍ୟ ଏ ନିରୀହ ପଶୁମାନଙ୍କୁ କାହିଁକି ହଇରାଣ କରୁଛ? ସେମାନଙ୍କ ଉପରେ ଅତ୍ୟାଚାର କରିବାର କାରଣ କ'ଣ? ଗୋଟିଏ ଛୋଟ ପିଲାର ଏଭଳି ସାହସିକତା ଦେଖି
ରାକ୍ଷସଟି ହଠାତ୍ ସ୍ତବ୍ଧ ହୋଇଗଲା। ତାର କ୍ରୋଧ ଧୀରେ ଧୀରେ କମିବାକୁ ଲାଗିଲା। ରାକ୍ଷସଟି ଦୁଃଖରେ ଭାବବିହ୍ୱଳ ହୋଇ କହିବାକୁ ଲାଗିଲା, ମୁଁ ଜନ୍ମରୁ ଖରାପ ନୁହେଁ, କିନ୍ତୁ କିଛି ଦିନ ତଳେ ମୋ ବାପା ଏ ଦୁନିଆ ଛାଡ଼ି ଚାଲି ଯାଇଛନ୍ତି। ମୁଁ ଏକଦମ ଅନାଥ ହୋଇଯାଇଛି। ଏହି ଦୁଃଖ ଏବଂ କ୍ରୋଧ ମୋତେ ପାଗଳ କରିଦେଇଛି। ମୋର କେହି ନାହାନ୍ତି। ତେଣୁ ମୁଁ ଚାହୁଁନି ଯେ ଏ ଜଙ୍ଗଲରେ କେହି ବି ସୁଖ ଶାନ୍ତିରେ ରୁହନ୍ତୁ। ରାକ୍ଷସର କଥା ଶୁଣି ଚଗଲା ଏବଂ ରୋଗା ଉଭୟଙ୍କ ମନ ତରଳିଗଲା। ସେମାନେ ତାର ଦୁଃଖକୁ ଅନୁଭବ କରିପାରୁଥିଲେ। ଚଗଲା ଓ ରୋଗା ଦୁଇଜଣ ରାକ୍ଷସ ପାଖକୁ ଯାଇ ତା ଗୋଡ଼କୁ ଆଉଁସି ତାକୁ ସାନ୍ତ୍ୱନା ଦେବାକୁ ଲାଗିଲେ। ପୁଣି କିଛି ଦୂରକୁ ଆସି ଚଗଲା ବୁଝାଇ କହିଲା, ତୁମ ବାପା ଚାଲିଯିବା ସତରେ ବହୁତ ଦୁଃଖଦାୟକ। କିନ୍ତୁ ମନେ ରଖ ରାକ୍ଷସ ଅଙ୍କଲ, ଏ ହିଂସା ସବୁ ସମସ୍ୟାର ସମାଧାନ ନୁହେଁ। ତୁମେ ଯଦି ଏମିତି ସମସ୍ତଙ୍କୁ ଡରାଇବ ତେବେ ତୁମ ସହ କିଏ ବା ମିଶିବ? ସମସ୍ତେ ତୁମକୁ ଘୃଣା କରିବେ। ତୁମେ ଥରେ ଏହି ପଶୁମାନଙ୍କୁ ନିଜ ବନ୍ଧୁ କରି ଦେଖ, ଦେଖିବ ତୁମକୁ କେବେ ବି ଏକାପଣ ଅନୁଭବ ହେବ ନାହିଁ। ସେଇଠୁ ରୋଗା ରାକ୍ଷସକୁ ଚାହିଁ କହିଲା, ଆଲେ ଲାକ୍ଷାତ ଅଙ୍କଲ, ଏଇଠି ପାଖରେ କୋଉଠି ପଲା ଦାମୁକୋଲି କଥା ଅଛି। ଚାଲୁନ ଆମକୁ ଦାମୁକୋଲି ଦିଟା ଦିଅନ୍ତ। ଦେଖୁଛ ତ ଆମେ କେତେ ଥୋତ ଥୋତ ହେଇଛୁ। ଆମର କ'ଣ ହାତ ପାଉତି ନା ଆମେ କୋଲି ଖାଇପାରୁଛୁ କହିଲ? ସେଇଠୁ ରାକ୍ଷସଟିର ମନ ବଦଳିଗଲା ଓ ସେ ହସି ହସି ପିଲାମାନଙ୍କୁ କହିଲା, ହଉ ଆସ ଆସ ପିଲାମାନେ, ମୁଁ ତୁମମାନଙ୍କୁ ଜାମୁକୋଳି ଦେବି। ସେଇଠୁ ଚଗଲା ବାଘର ମୁଣ୍ଡକୁ ଆଉଁସି ଦେଇ ତାକୁ ବିଦାୟ ଦେଲା ଏବଂ ବୁଢ଼ାବୁଢ଼ୀଙ୍କ ଠାରୁ ବିଦାୟ ନେଇ ଦୁଇଜଣ ରାକ୍ଷସ ସହ ମିଶି ଜାମୁକୋଳି ଖାଇବାକୁ ଚାଲିଗଲେ। କିଛି ସମୟ ପରେ ରାତି ପାହି ଯାଇଥିଲା। ତିନି ଜଣ ଯାଇ ଏକ ଜାମୁକୋଳି ଗଛ ପାଖରେ ପହଞ୍ଚିଲେ। ରାକ୍ଷସଟି ଜାମୁକୋଳି ତୋଳି ଦେଉଥାଏ ଏବଂ ପିଲା ଦୁଇଟି ଆନନ୍ଦରେ ଗୋଟାଇ ଖାଉଥାନ୍ତି। ଆଲେ ଅଙ୍କଲ, ଆଉ ଦିଟା ଦିଅ ମ। ଅନେକ ଦିନ ତଳର କଥା। ଗୋଟିଏ ସୁନ୍ଦର ରାଜ୍ୟରେ କାଳିଆ ନାମକ ଜଣେ ଗରିବ ମଣିଷ ରହୁଥିଲା। ତାର ପରିବାର ବୋଲି କେହି ନଥିଲେ। ଥିଲା କେବଳ ଗୋଟିଏ ଛୋଟ ବାଛୁରୀ। କାଳିଆ ସେହି ବାଛୁରୀଟିକୁ ନିଜ ପୁଅ ପରି ଭଲ ପାଉଥିଲା। ଦିନସାରା ବାଛୁରୀଟି କାଳିଆ ପଛେ ପଛେ ଲାଙ୍ଗୁଡ଼ ହଲାଇ ଘୁରି ବୁଲୁଥାଏ। ଦିନକର କଥା, କଅଁଳିଆ ଘାସ ମୁଠେ ଖାଇବା ପାଇଁ ବାଛୁରୀଟି ଜଙ୍ଗଲ ଆଡ଼କୁ ଧୀରେ ଧୀରେ ଚାଲିଗଲା। ଏପଟେ କାଳିଆ ଘର କାମରେ ବ୍ୟସ୍ତ ଥିଲା। କିନ୍ତୁ କିଛି ସମୟ ପରେ ଜଙ୍ଗଲ ଭିତରୁ ଏକ ଭୟଙ୍କର ଗର୍ଜନ ଶୁଭିବାକୁ ଲାଗିଲା। ସେହି ଭୟଙ୍କର ଶବ୍ଦ ଶୁଣି କାଳିଆ ଜଙ୍ଗଲ ଆଡ଼କୁ ଚାହିଁବାକୁ ଲାଗିଲା। ଅସଲିରେ ସେହି ଗର୍ଜନଟି ଜଙ୍ଗଲରେ ରହୁଥିବା ଏକ ରାକ୍ଷସର ଥିଲା, ଯିଏକି ଜଙ୍ଗଲର ସବୁ ପଶୁମାନଙ୍କୁ ଧରି ଖାଇଦେଉଥିଲା। କଅଁଳିଆ ଘାସ ଚରୁ ଚରୁ କେତେବେଳେ ଯେ ବାଛୁରୀଟି ଯାଇ ସେହି ରାକ୍ଷସର ଗୁମ୍ଫା ଆଗରେ ପହଞ୍ଚି ଯାଇଛି ସେ ନିଜେ ବି ଜାଣିନଥିଲା। ରାକ୍ଷସଟି ସେହି ବାଛୁରୀଟିର ଅଭିଯୋଗ କରିବା ପାଇଁ ତା ମାଲିକ କାଳିଆର କୁଡ଼ିଆ ପାଖକୁ ଘଉଡ଼ାଇ ନେଇ ଆସିଲା। କାଳିଆ ରାକ୍ଷସଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ରାକ୍ଷସଟିର ଆଖି ଦୁଇଟି ରାଗରେ ନିଆଁ ପରି ଜଳି ଉଠୁଥିଲା। ସେଇଠୁ ରାକ୍ଷସଟି ଗର୍ଜନ କରି ଉଚ୍ଚ ସ୍ୱରରେ କାଳିଆକୁ କହିଲା, ଏ ମଣିଷ, ତୋର ଏତେ ବଡ଼ ସାହସ! ତୋର ଏଇ ବାଛୁରୀ ମୋ ଗୁମ୍ଫାରେ ଯାଇ ଝାଡ଼ା ଫେରି ଅପରିଷ୍କାର କରିଦେଇଛି। ମୁଁ ସେଠାରେ ଗନ୍ଧରେ ଶୋଇପାରୁନାହିଁ। ସେଇଠୁ କାଳିଆ ମନ ଦୁଃଖରେ କାକୁତି ମିନତି ହୋଇ ରାକ୍ଷସକୁ କହିଲା, ନାଇଁ ଆଜ୍ଞା, ସେ ତ ନିରୀହ ପଶୁଟେ, ସେ କିଛି ଜାଣିନାହିଁ। ତାର ଭୁଲ ହୋଇଯାଇଛି, ତାକୁ ଛାଡ଼ି ଦିଅନ୍ତୁ। ମୁଁ ନିଜେ ଯାଇ ଆପଣଙ୍କ ଗୁମ୍ଫା ସଫା କରିଦେବି। ଚୁପ୍ କର, ତୋର ସଫା କରିବା ଦରକାର ନାହିଁ। ଏବେ ତ ତୁ ଦଣ୍ଡ ପାଇବା ଯୋଗ୍ୟ। ମୁଁ ତତେ ଦଣ୍ଡ ସ୍ୱରୂପ ତୋର ଏହି ଛୋଟ କଅଁଳିଆ ଛୁଆଟିକୁ ଚୋବାଇ ଖାଇଦେବି, ନହେଲେ ତୋତେ ହିଁ ଖାଇଯିବି। ସେଇଠୁ କାଳିଆ କହିଲା, ଆଜ୍ଞା, ଆପଣ ତ ଶକ୍ତିଶାଳୀ। ମୋ ପରି ଗରିବକୁ ମାରିଲେ ଆପଣଙ୍କୁ କ'ଣ ଶୋଭା ପାଇବ? ମୁଁ ନା ଗୋଟେ କଥା ଭାବିଛି। ଚାଲନ୍ତୁ ଆମେ ରାଜ୍ୟର ରଜାଙ୍କ ପାଖକୁ ଯିବା। ସେ ହିଁ ନ୍ୟାୟ କରିବେ। ସେ ଯାହା ବିଚାର କରିବେ ମୁଁ ତାହା ମାନିବି। ରାଜାଙ୍କ ବିଚାର ଆଗରୁ ଆପଣ ମୋ ବାଛୁରୀର କିଛି ବି କରନ୍ତୁ ନାହିଁ। ସେଇଠୁ ରାକ୍ଷସଟି ମନେ ମନେ ଭାବିଲା, ଆରେ ରାଜା ତ ମୋତେ ଡରନ୍ତି, ସେ ତ ମୋ ସପକ୍ଷରେ ହିଁ ବିଚାର କରିବେ। ସେଇଠୁ ରାକ୍ଷସଟି କାଳିଆ କଥାରେ ରାଜି ହେଇଗଲା। କାଳିଆକୁ ଓ ବାଛୁରୀକୁ ଧରି
ରାକ୍ଷସଟି ରାଜପ୍ରସାଦ ଆଡ଼କୁ ଚାଲିଲା। କିଛି ସମୟ ପରେ ସେମାନେ ଯାଇ ରାଜଦରବାରରେ ପହଞ୍ଚିଗଲେ। ରାକ୍ଷସକୁ ଦେଖି ରାଜା ମନେ ମନେ ଭୟଭୀତ ହୋଇ ରାକ୍ଷସକୁ କହିଲେ, ରାକ୍ଷସ ମହାଶୟ, ଆପଣ ଏଠାକୁ କାହିଁକି ଆସିଛନ୍ତି? କ'ଣ ଅସୁବିଧା ହେଇଛି କି? କ'ଣ ହୋଇଛି କୁହନ୍ତୁ? ରାକ୍ଷସଟି ବାଛୁରୀକୁ ଦେଖାଇ କହିବାକୁ ଲାଗିଲା, ମହାରାଜ, ନ୍ୟାୟ କରନ୍ତୁ। ଏହି ମଣିଷର ବାଛୁରୀ ମୋ ଗୁମ୍ଫାକୁ ଅଶୁଦ୍ଧ କରିଛି, ମୋ ଗୁମ୍ଫାରେ ଝାଡ଼ା ଫେରିଛି, ମୋର ବାସସ୍ଥାନକୁ ନଷ୍ଟ କରିଛି। ମୁଁ ଏବେ ଏହି ବାଛୁରୀକୁ ଖାଇବାକୁ ଚାହୁଁଛି। ମୋର ନ୍ୟାୟ ଦରକାର। ରାଜା ମନେ ମନେ ଭୟଭୀତ ହୋଇଯାଇଥିଲେ, କାରଣ ସେ ଜାଣିଥିଲେ ଯଦି ସେ ରାକ୍ଷସର ବିପକ୍ଷରେ ଯିବେ ତେବେ ସେହି ରାକ୍ଷସଟି ତାଙ୍କ ରାଜ୍ୟକୁ ବିପଦ ଆଣିପାରେ। ଯଦି ଆପଣ ମନା କରିବେ ତେବେ ମନେ ରଖନ୍ତୁ, ମୁଁ ଆପଣଙ୍କ ସାରା ରାଜ୍ୟକୁ ଉଜାଡ଼ିଦେବି, ସବୁ ପ୍ରଜାଙ୍କୁ ମାରି ଖାଇଦେବି। ରାଜା ନିରୁପାୟ ହୋଇ କାଳିଆକୁ କହିଲେ, ହେ ମଣିଷ, ରାକ୍ଷସ ବିରୁଦ୍ଧରେ ମୁଁ କିଛି କରିପାରିବି ନାହିଁ। ତାର କଥା ମାନିନେବା ଛଡ଼ା ମୋ ପାଖରେ ଅନ୍ୟ କୌଣସି ବାଟ ନାହିଁ। ସାରା ରାଜ୍ୟର ସୁରକ୍ଷା ପାଇଁ ତୁ ତ ବାଛୁରୀକୁ ତାକୁ ଦେଇଦେ, ଏହା ହିଁ ମୋର ଶେଷ ନିଷ୍ପତ୍ତି। ରାଜାଙ୍କ କଥା ଶୁଣି କାଳିଆ ଚିନ୍ତାରେ ଭାଙ୍ଗି ପଡ଼ିଲା। ସେ ଜୋରରେ କାନ୍ଦିବାକୁ ଲାଗିଲା ଓ ରାକ୍ଷସଟି ଖୁସି ହୋଇ ବାଛୁରୀକୁ ଧରି ବାହାରକୁ ବାହାରୁଥିଲା। ଠିକ୍ ସେହି ସମୟରେ ଏକ ବୁଢ଼ାଟିଏ ଉଚ୍ଚ ସ୍ୱରରେ କହିବାକୁ ଲାଗିଲା, ରହିଯାଅ, ନ୍ୟାୟ ଏପର୍ଯ୍ୟନ୍ତ ସରିନାହିଁ। ରୁହନ୍ତୁ ମହାରାଜ, ଏ କି ବିଚାର ଆପଣଙ୍କର? ଏକ ପକ୍ଷ ବିଚାର କ'ଣ ଆପଣଙ୍କର ନ୍ୟାୟ? ସେଇଠୁ ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ତେବେ କୁହନ୍ତୁ ମହାଶୟ, ଆଉ କ'ଣ କରିବାର ଥିଲା? ମହାରାଜ, ଏଯାଏଁ ତ ଆପଣ ବାଛୁରୀର ସାକ୍ଷୀ ନେଇନାହାନ୍ତି। ବାଛୁରୀ କ'ଣ କହୁଛି ତାହା ନ ଶୁଣି ତାକୁ ଦଣ୍ଡ ଦେବା ନ୍ୟାୟ ନୁହେଁ। ବୁଢ଼ାଟିର କଥା ଶୁଣି ରାକ୍ଷସ ହସିବାକୁ ଲାଗିଲା। ଆରେ ବୁଢ଼ା, ବାଛୁରୀ କ'ଣ କଥା କହିପାରେ? ସେ ତ କେବଳ ମା ମା କରେ, ଆଉ ତାର ସାକ୍ଷୀ କିଏ ଶୁଣିବ? ଦେଖ ରାକ୍ଷସ, ମୁଁ ମୋର ମନ୍ତ୍ର ଶକ୍ତି ମାଧ୍ୟମରେ ଏହି ବାଛୁରୀକୁ କଥା କୁହାଇ ପାରିବି, କିନ୍ତୁ ଏଥିପାଇଁ ଗୋଟିଏ ସର୍ତ୍ତ ଅଛି। ସେହି ସର୍ତ୍ତକୁ ତୁମକୁ ମାନିବାକୁ ପଡ଼ିବ। ସର୍ତ୍ତଟି ଏହା ଯେ ସେହି ବାଛୁରୀଟିର ପାଟି ପାଖରେ ତୁମେ ତୁମର କାନ ଡେରି ଶୁଣିବ। ସେଇଠୁ ରାକ୍ଷସଟି ବୁଢ଼ାଟିର କଥାରେ ରାଜି ହୋଇ ବାଛୁରୀଟିର ପାଟି ପାଖକୁ କାନ ଡେରି ଶୁଣିବାକୁ ଲାଗିଲା। ଯେମିତି ରାକ୍ଷସ ବାଛୁରୀର ମୁହଁ ପାଖକୁ ଶୁଣିବା ପାଇଁ ଯାଇଛି, ଏମିତିରେ ତ ବାଛୁରୀଟି ରାଗରେ ଥିଲା। ବାଛୁରୀଟି ରାକ୍ଷସଟିକୁ ଟିକେ ଧକ୍କା ଦେଇଦେଲା। ସେଇଠୁ ରାକ୍ଷସଟି ଭୟରେ ଚିତ୍କାର କରି ଦୌଡ଼ିବାକୁ ଲାଗିଲା। ସେଇଠୁ ବୁଢ଼ାଟି ହସି ହସି ରାଜାଙ୍କୁ କହିବାକୁ ଲାଗିଲା, ଦେଖିଲେ ତ ମହାରାଜ, ନ୍ୟାୟ କିପରି ହେଲା? ବାଛୁରୀଟି ନ୍ୟାୟ ପାଇବା ପରେ କାଳିଆ ତାକୁ ନେଇ ତା ଘରକୁ ଚାଲିଗଲା। ବହୁ ବର୍ଷ ତଳର କଥା। ମଧୁପୁର ଜଙ୍ଗଲକୁ ଲାଗିକି ଥିଲା ଗୋଟିଏ ଛୋଟ ଗାଁ। ସେହି ଗାଁରେ ଗୋଟିଏ ଛୋଟିଆ କୁଡ଼ିଆରେ 2 ଜଣ ବୁଢ଼ାବୁଢ଼ୀ ସ୍ୱାମୀ ସ୍ତ୍ରୀ ରହୁଥିଲେ। ସେମାନଙ୍କ ବାରିପଟକୁ ଲାଗି ଗୋଟିଏ ଛୋଟ ବଗିଚାରେ ଏକ ବଡ଼ ଆମ୍ବ ଗଛଟିଏ ଥିଲା। ସେହି ଆମ୍ବ ଗଛରେ ପ୍ରତିବର୍ଷ ଅନେକ ସୁସ୍ୱାଦୁ ଆମ୍ବ ଫଳେ। ସେହି ଆମ୍ବ ଗୁଡ଼ିକୁ ବିକି ବୁଢ଼ାବୁଢ଼ୀ 2 ଜଣ ନିଜର ଗୁଜୁରାଣ ମେଣ୍ଟାନ୍ତି। ଚୈତ୍ର ମାସ ଶେଷ ପାଖି ଆସିଥାଏ। ଦିନେ ସନ୍ଧ୍ୟାବେଳେ ବୁଢ଼ାବୁଢ଼ୀ 2 ଜଣ ବଗିଚାରେ ଥାଆନ୍ତି। ଠିକ୍ ସେତିକି ବେଳେ ଏକ ବିଶାଳ ରାକ୍ଷସ ଆସି ସେଠାରେ ପହଞ୍ଚିଲା। ଏ ବୁଢ଼ା, ଏ ଗଛରେ ଆଜିଠାରୁ ଯେତେ ଆମ୍ବ ପାଚିବ ସେ ସବୁ ମୋର। ଖବରଦାର, ଯଦି ସେଇ ଆମ୍ବରେ ତୁମ ଛାଇ ବି ପଡ଼େ ତେବେ ମୁଁ ତୁମ ଦୁହିଁଙ୍କୁ ଗୋଟା ଚୋବାଇ ଗିଳିଯିବି। ଆରେ ବାପ ରାକ୍ଷସ, ଆମେ ତ ଛୋଟ ମଣିଷ, ତୁମେ ତ ଏତେ ବଡ଼। ଆମକୁ ମାରିଲେ ତମେ କ'ଣ ଲାଭ ପାଇବ? ତୋ ଲାଭ ତୋ ପାଖରେ ରଖେ। ମତେ କେବଳ ଆମ୍ବ ଦରକାର, ନହେଲେ ତୁମମାନଙ୍କ ମାଂସ ଦରକାର। ଯା ଏଠୁ। ରାକ୍ଷସର କଥା ଶୁଣି ବୁଢ଼ାବୁଢ଼ୀ ସେଠାରୁ ଚାଲିଗଲେ। ବୁଢ଼ାବୁଢ଼ୀ 2 ଜଣ ମନ ଦୁଃଖରେ ତାଙ୍କ ଘରକୁ ଚାଲିଗଲେ। ଧୀରେ ଧୀରେ ସନ୍ଧ୍ୟା ହେବାକୁ ଲାଗିଲା। ମନ ଦୁଃଖରେ ବୁଢ଼ାବୁଢ଼ୀ 2 ଜଣ ବସି ରାକ୍ଷସ ତାଙ୍କ ଆମ୍ବ ନେଇଯିବା କଥା କଥାବାର୍ତ୍ତା ହେଉଥାନ୍ତି। ଏହି ସମୟରେ ସେଠାକୁ ଗୋଟିଏ ବିଲୁଆ ଆସି ସେମାନଙ୍କର କଥା ଶୁଣୁଥାଏ। କିଛି ସମୟ ପରେ ବିଲୁଆଟି ଯାଇ କହିଲା, ଆଲେ ବୁଲି ମାଉତି,
ତୁମେ ମାନେ ଜମା ଚିନ୍ତା କଲ ନା। ଥେ ଲାକ୍ଷାତ କେମିତି ତୁମ ମାନଙ୍କର ପିଠା ଥାଲିବ ଥେ ବ୍ୟବସ୍ଥା ମୁଁ କଲିବି। ତୁମେ ଦି ଜଣ ଗୋଟିଏ କାମ କଲିବ। କାଲି ଥକାଳୁ ଯାଇ ଥେ ଆମ୍ବ ଗଛ ପାଖରେ ଥିବ। ତାପରେ ଦେଖିବ ମୁଁ କ'ଣ କଲୁଟି। ରାତି ପାହି ସକାଳ ହେଲା। ସକାଳୁ ବୁଢ଼ା ବୁଢ଼ୀ ଯାଇ ତାଙ୍କ ଆମ୍ବ ଗଛ ନିକଟରେ ପହଞ୍ଚିଲେ। କୋଉଠି ଥିଲା ସେଇ ଦୁଷ୍ଟ ରାକ୍ଷସଟି ପୁଣି ଥରେ ଆସି ବୁଢ଼ା ବୁଢ଼ୀଙ୍କ ସାମ୍ନାରେ ପହଞ୍ଚିଗଲା। ତମ ମାନଙ୍କୁ ମନା କଲା ପରେ ବି ତମେ କାହିଁକି ଏଠାକୁ ଆସିଛ? ରାକ୍ଷସ ପାଟିରୁ କଥା ନ ସରୁଣୁ କୋଉଠି ଥିଲା ବିଲୁଆଟି ସେଠାରେ ଆସି ପହଞ୍ଚିଲା ଓ ବୁଢ଼ା ବୁଢ଼ୀଙ୍କୁ ଚାହିଁ କହିଲା, ଆଲେ ଓ ବୁଢ଼ା ମଉଥା, ଏଇଟା କ'ଣ ଥେଇ ଅଭିତପ୍ତ ଆମ୍ବ ଗଛ କି? ଯାହା ବି ଥଇଲେ ଜଙ୍ଗଲରେ ସବୁଠି ତଲତା ଚାଲିତି। ଅଭିଶପ୍ତ? କିରେ ବିଲୁଆ, ତୁ କ'ଣ କହୁଛୁ? ଏଇଟା ତ ମୋର ଆମ୍ବ ଗଛ। ଆଲେ ଲାକ୍ଷାତ ଭାଇ, ତୁମେ କ'ଣ ଏଦାଇଁ ଜାଣିନ? ଏ ଗଛର ପ୍ରଥମ ପାଚିଲା ଆମ୍ବକୁ ଦିଏ ଖାଇବ, ଥେ ମଣିଷ ହଉ କି ଲାକ୍ଷାତ, ଥେ ଗୋଟିଏ ଥୋତିଆ ମୁଠା ପାଲଟି ଯିବ। ମୂଷା, ତୁ ମତେ ଡରଉଛୁ? ଡଲଉନି ଭାଇ, ସତ କହୁଛି। ଏଇ ବୁଲା ବୁଲି ଦି ଜଣ ବା ତମକୁ ସେଇଥିପାଇଁ ଆମ୍ବ ଖାଇବାକୁ କହୁଛନ୍ତି। ଆଉ ତୁମେ ଥଲେ ମୁଠା ହୋଇଗଲେ ବୁଲିପାତା ବାଲିରେ ପିଟି ପିଟି ତୁମକୁ ପୁରା ମାଲି ଦେବ। ଦେଖୁନ ବୁଲି କେମିତି ହତୁଟି। ହଁ ବିଲୁଆ ଭାଇ, ତୁମେ ଠିକ୍ ଧରିଛ। ମୁଁ ସେଥିପାଇଁ ପରା ମୋର ପୁରୁଣା ବାଡ଼ିଟା ବାହାର କରି ରଖିଛି। ମୁଁ କ'ଣ କରିବି? ମତେ ତ ଡର ଲାଗିଲାଣି। ମତେ ବିପଦରୁ ବଞ୍ଚାରେ ବିଲୁଆ। ତୁମେ ଗୋଟିଏ କାମ କଲ। ଗୋଟିଏ ଉପାୟ ଅଛି। ତୁମେ ନଦୀକୁ ଯାଇ ପାଣିରେ ଥରେ ଥର ବୁଲ ପକାଇବାକୁ ହେବ। କିନ୍ତୁ ଗୋଟେ ଥଲତଲେ ତୁମେ ଗଲା ପରେ ଏଇ ଆମ୍ବ ଗଛ ପାଖରେ କାହାକୁ ଗୋଟିଏ ଜଗେଇ ଦେଇ ଯିବ, ନହେଲେ ପାଣିରେ ଥକ୍ତି କାମ କଲିବନି। ହଁ। ବୋକା ରାକ୍ଷସଟି ଡେରି ନ କରି ବୁଢ଼ା ବୁଢ଼ୀଙ୍କୁ ସେଠାରେ ଜଗେଇ ଦେଇ ଦୌଡ଼ିଲା ନଦୀ ଆଡ଼କୁ। ଏପଟେ ବିଲୁଆ ବୁଢ଼ା ବୁଢ଼ୀ ମିଶି ରାକ୍ଷସ ଆସିବା ବାଟରେ ଏକ ବଡ଼ ଗାତ ଖୋଳି ଦେଇଥାନ୍ତି ଓ ତା ଉପରେ କିଛି ଶୁଖିଲା ପତ୍ର ଘୋଡ଼ାଇ ଦିଅନ୍ତି। ଏପଟେ ରାକ୍ଷସ ପାଣିରେ 100 ଥର ବୁଡ଼ ପକାଇ ଥକି ଯାଇ ଫେରିଲା। ମୁଁ 100 ଥର ବୁଡ଼ ପକେଇ ସାରିଛି। ମୋର ଆଉ କିଛି ହେବ ନାହିଁ। ଏବେ ଆମ୍ବ ସବୁ ମୋର। ରାକ୍ଷସଟି ଯେମିତି ଗଛ ଆଡ଼କୁ ଦୌଡ଼ିଲା, ଧପାସ କରି ସେଇ ଗାତ ଭିତରେ ଗଳି ପଡ଼ିଲା। କିହୋ ଲାକ୍ଷାତ ଭାଇ, ଏବେ ବୁଝିଲା ତ? ବଲ ଅପେକ୍ଷା ବୁଦ୍ଧି ବଲ। ଏବେ ଏଇ ଗାତ ଭିତରେ ରହି ତୁମେ ଆଲାମ କଲ। ଧନ୍ୟ ରେ ବିଲୁଆ ଭାଇ, ଧନ୍ୟ ତୁ। ତୋ ଯୋଗୁ ଆଜି ଆମେ ବଞ୍ଚିଗଲେ।